ସ୍ତ୍ରୀ କହିଲେ ନିଷ୍ପତ୍ତି ନିଅ, ଏ ଘରେ କିଏ ରହିବ, ତମ ବାପା ନା ମୁଁ। ପୁଅ ପାଖରେ ଛିଡ଼ା ହୋଇଥିଲେ ତାଙ୍କ ବାପା, ଯେଉଁ ବାପା ତାଙ୍କର ସବୁକିଛି ହରାଇ ପୁଅକୁ ବଡ଼ ମଣିଷ କରିଥିଲେ। ସେଇ ବାପା ପୁଅ ଘରେ ରହି କବାଟ ପାଖରେ ଥରୁଥିଲେ। କିନ୍ତୁ ପୁଅ ଦୁଇ ସମ୍ପର୍କ ଭିତରେ ଫସି ଯାଇଥିଲେ। ଗୋଟେ ସମ୍ପର୍କ ତାଙ୍କ ସ୍ତ୍ରୀର ହୁକୁମ ତ, ଆଉ ଗୋଟେ ବାପାଙ୍କ ଥରୁଥିବା ଆଖି। ଯାହା ମଣିଷତ୍ୱ ବି ଥରିଯିବ, କିନ୍ତୁ ଯେଉଁ ନିଷ୍ପତ୍ତି ନେଲେ ସେଇ ପୁଅ, ତାହା ସମ୍ପୂର୍ଣ୍ଣ ସ୍ୱାର୍ଥପର ଦୁନିଆକୁ ଦେଖାଇଦେଲେ। ଏ କାହାଣୀ କେବଳ ସେଇ ପୁଅର ନୁହେଁ, ଏ କାହାଣୀ ସମ୍ପୂର୍ଣ୍ଣ ସ୍ୱାର୍ଥପର ମଣିଷର, ଯେଉଁ ମଣିଷ ସମ୍ପର୍କକୁ ବୁଝେ ନାହିଁ। ପୁରା କାହାଣୀ ଜାଣିବା ପାଇଁ ସମ୍ପୂର୍ଣ୍ଣ କାହାଣୀ ଶୁଣନ୍ତୁ। ଏ ଏକ ସତ୍ୟ କାହାଣୀ। ନମସ୍କାର, ସରସ୍ୱତୀ ଷ୍ଟୋରି କ୍ରିଏସନ୍ ଚ୍ୟାନେଲରେ ମୁଁ ସରସ୍ୱତୀ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଉ ଏକ ନୂଆ କାହାଣୀକୁ ସମ୍ପୂର୍ଣ୍ଣ ଶୁଣନ୍ତୁ। ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା। ଆପଣଙ୍କ ମତାମତ କମେଣ୍ଟ ବକ୍ସ ମାଧ୍ୟମରେ ଜଣାଇବେ। ଏବେ ଚାଲନ୍ତୁ ଆରମ୍ଭ କରିବା ଆଜିର କାହାଣୀ। କଟକ ସହର, ଯେଉଁଠି ରାହୁଲ ପ୍ରିୟଙ୍କାଙ୍କ ଫର୍ଷ୍ଟ ମ୍ୟାରେଜ୍ ଆନିଭର୍ସରୀ ଥିଲା। ଘରେ ବନ୍ଧୁବାନ୍ଧବ ଲୋକ ଭରପୁର ହୋଇଥିଲେ। କେକ୍ କଟା ହେଲା, ତାଳି ବାଜିଲା, ପ୍ରିୟଙ୍କା ହସିଲେ। ରାହୁଲ ଯେମିତି କେକ୍ ଖଣ୍ଡ ତାଙ୍କ ଓଠ ଆଡ଼କୁ ବଢ଼େଇଛନ୍ତି, ତାଙ୍କ ଫୋନ୍ ବାଜିଲା। ସେ ତାଙ୍କ ପ୍ୟାକେଟରୁ ଫୋନ୍ କାଢ଼ି ଦେଖିଲେ। ଦେଖିଲା ପରେ ତାଙ୍କ ହସ ଯେମିତି କୁଆଡ଼େ ଗାୟବ ହୋଇଗଲା। ଫୋନ୍ ସ୍କ୍ରିନରେ ଦେଖିଲେ ବାପା କଲିଂ। ହାତରେ କେକ୍ ସେଇଠି ରହିଗଲା। ଆଖିର ଚମକ ଆଖି ପିଛୁଳାକେ ଅନ୍ଧାର ହୋଇଗଲା। ପ୍ରିୟଙ୍କା ପଚାରିଲେ, କ'ଣ ହେଲା? ରାହୁଲ କିଛି ନ କହି ଫୋନ୍ ରିସିଭ୍ କଲେ। କହିଲେ, ନମସ୍କାର ବାପା। କିନ୍ତୁ ସେଇଠୁ ଯେଉଁ ଆବାଜ ଆସିଲା, ସେ ସିଧା ତାଙ୍କ ରୁମ୍କୁ ପଳେଇ ଆସିଲେ। ପୁଅ, ମୋତେ ତୋ ପାଖକୁ ନେଇଯା, ମୁଁ ଏଠି ଆଉ ରହିପାରିବିନି। ଯେମିତି ଡରି ଯାଇଥିବାର ଆବାଜ, ଯେମିତି ଭାଙ୍ଗି ପଡ଼ିଛନ୍ତି ଏକଦମ। ଏମିତି ଲାଗୁଥିଲା ଯେ ସେ ତାଙ୍କ ବାପା ନୁହେଁ, ଗୋଟେ ହଜିଯାଇଥିବା ଲୋକ। ବାପା, କ'ଣ ହେଲା? ସବୁ ଠିକ୍ ଅଛି ନା? ରାହୁଲଙ୍କ ଆବାଜରେ ଡର ଥାଏ। କିଛି ବି ଠିକ୍ ନାହିଁ ପୁଅ। ତୋ ଭାଉଜ ଆଜି ବି ମୋତେ ଖାଇବାକୁ ଦେଲେନି, ଆଉ ତୋ ଭାଇ ମୋ ଉପରକୁ ହାତ ଉଠାଇଲେ। ଏକଥା ଶୁଣିକି ରାହୁଲର ଯେମିତି ନିଶ୍ୱାସ ବନ୍ଦ ହୋଇଗଲା। ତାଙ୍କ ହାତରୁ କେକ୍ର ପ୍ଲେଟ୍ ପଡ଼ିଗଲା, ଆଉ ସେ ଚେୟାର ଉପରେ ସିଧା ବସି ପଡ଼ିଗଲେ। ବାପାଙ୍କ ଆବାଜ ଏବେ ବି ଶୁଭୁଥାଏ, ଯେମିତି ବହୁତ ଖରାପ ଲାଗୁଛି ପୁଅ, ମୁଁ ଏଠି ଆଉ ରହିପାରିବିନି। ମୋ ଦେହ ବି ଭଲ ନାହିଁ, ମୁଁ ତୋ ପାଖକୁ ଆସିବାକୁ ଚାହୁଁଛି। ରାହୁଲ ଆଖିରେ ଲୁହ ଆସିଯାଇଥାଏ। ସେତେବେଳେ ପ୍ରିୟଙ୍କା ଦେଖିଲେ ତାଙ୍କ ଚେହେରାର ରଙ୍ଗ ଉଡ଼ିଯାଇଥାଏ। ସେ ଚିନ୍ତିତ ହୋଇ ପାଖକୁ ଆସିଲେ। ରାହୁଲ, କ'ଣ ହେଲା? ଚେହେରା ଏମିତି ଫିକା ପଡ଼ିଗଲା କ'ଣ ପାଇଁ? ରାହୁଲ ଯେମିତି ସେମିତି ହିମ୍ମତ କରି ଫୋନ୍ର ମ୍ୟୁଟ୍ କରି ଧୀରରେ କହିଲେ, ବାପା ଫୋନ୍ କରିଛନ୍ତି, କାନ୍ଦୁଛନ୍ତି। ଭାଇ ଭାଉଜ ତାଙ୍କୁ ହଇରାଣ କରିଛନ୍ତି, ଆଉ ଆଜି ଭାଇ ତ ହାତ ବି ଉଠାଇଦେଲା। ପ୍ରିୟଙ୍କା ଟିକେ ସମୟ ଚୁପ୍ ରହିଲେ। ତାପରେ ସେ ମଜବୁତ ହୋଇଗଲେ, ଯେମିତି ଗୋଟେ ପଥର ପରି। ଏବେ ତୁମେ କ'ଣ ଭାବୁଛ? ସେ ଥଣ୍ଡା ଚେହେରାରେ ଶାନ୍ତିରେ କହିଲେ, ମୋତେ ଲାଗୁଛି ଏବେ ବାପାଙ୍କୁ ଏଠିକୁ ନେଇ ଆସିବା। ରାହୁଲ ଧୀରରେ କହିଲେ, ବାସ୍। ଏକଥା ଶୁଣି ପ୍ରିୟଙ୍କା ତାଙ୍କ ଆଖିରେ ଆଖି ମିଶାଇ କହିଲେ, ଯେଉଁଦିନ ମ୍ୟାରେଜ୍ ଆନିଭର୍ସରୀ ରାତିକୁ ସବୁଠାରୁ ଅସୁବିଧା ରାତି କରିଦେଲେ। ଯଦି ତୁମେ ତମ ବାପାଙ୍କୁ ଆଣିବାକୁ ଚେଷ୍ଟା କର ଏ ଘରକୁ, ମୁଁ ଏ ଘରେ ରହିବିନି। ରୁମ୍ରେ ଅଶାନ୍ତିର ସାୟା ଘେରି ଯାଇଥାଏ, କିନ୍ତୁ ସେ ଅଶାନ୍ତି ଭିତରେ ତାଙ୍କର ସେଇ ଲାଷ୍ଟ କଥା, ମୁଁ ଏ ଘର ଛାଡ଼ି ପଳେଇବି। ରୁମ୍ରେ ଅଶାନ୍ତିର ସାୟା ଘେରି ଯାଇଥାଏ, କିନ୍ତୁ ସେହି ଅଶାନ୍ତି ସାୟା ଭିତରେ ତାଙ୍କର ସେଇ ଲାଷ୍ଟ କଥା, ମୁଁ ଏ ଘର ଛାଡ଼ି ପଳେଇବି। ରାହୁଲଙ୍କ କାନରେ ହାତୁଡ଼ି ପିଟିଲା ପରି ଶୁଭୁଥିଲା। ତାଙ୍କର ପ୍ରଥମ ମ୍ୟାରେଜ୍ ଆନିଭର୍ସରୀ ଥିଲା। ସେ ତାଙ୍କ ସ୍ତ୍ରୀକୁ ହସୁଥିବାର ଦେଖିବାକୁ ଚାହୁଁଥିଲେ। ସେ ନିଜକୁ ଏମିତି ଦୋଛକି ରାସ୍ତାରେ ଛିଡ଼ା କରିଥିଲେ, ଯେଉଁଠି ଗୋଟେ ରାସ୍ତା କର୍ତ୍ତବ୍ୟ ଆଡ଼କୁ ଯାଉଛି, ଆଉ ଗୋଟେ ରାସ୍ତା ଡର ଆଡ଼କୁ ଯାଉଛି। ରାହୁଲର ଆଖି ଝାଳରେ ନୁହେଁ, ଯେମିତି ଅପରାଧ ବୋଝରେ ଭିଜି ଯାଇଥାଏ। କିନ୍ତୁ ସେ ନିଜକୁ ସମ୍ଭାଳି ମୋବାଇଲର ମ୍ୟୁଟ୍ ବଟନକୁ ଅନମ୍ୟୁଟ୍ କରି କହିଲେ, ବାପା, ଏବେ ମୁଁ ସହର ବାହାରେ ଅଛି। 3 କି 4 ଦିନ ପରେ ଆସିବି। ଆସିକି କଥା ହେଉଛି। ଫୋନ୍ କଟିଗଲା, କିନ୍ତୁ ତାଙ୍କ ଆତ୍ମା ଯେମିତି ସେଇଠି ରହିଯାଇଛି। ଫୋନ୍ର ସେଇ ଲାଷ୍ଟ ଡରିବାର ଆବାଜ। ପ୍ରିୟଙ୍କାର ଯେମିତି କିଛି ହେଇନାହିଁ। କେକ୍ ଆଣିଲେ, ରାହୁଲ ଆଡ଼କୁ ବଢ଼ାଇଲେ। ରାହୁଲ କହିଲେ, ମୁହଁ ତ ମିଠା କର, ଏ ଆମର ଫର୍ଷ୍ଟ ମ୍ୟାରେଜ୍ ଆନିଭର୍ସରୀ ନା? ରାହୁଲ ହସିଲେ, କେକ୍ର ଖଣ୍ଡ ଖାଇଲେ, କିନ୍ତୁ
ସ୍ୱାଦ ଯେମିତି ଖତ ପରେ ମୁହଁରେ ଲାଗୁଥାଏ। ସେହିଦିନ ରାତି ସେ ବେଡ୍ ଉପରେ ଶୋଇ ଏକଡ଼ ସେକଡ଼ କଡ଼ ନେଉଟାଉଥିଲେ। ଝରକା ଆଡ଼କୁ ଚାହିଁଲେ। ସହରର ଲାଇଟ୍ ଏବେ ବି ଜଳୁଥାଏ, କିନ୍ତୁ ତାଙ୍କୁ କେବଳ ଅନ୍ଧାର ଦେଖାଯାଉଥିଲା। ସେପଟରେ ତା ବାପାଙ୍କ ଆବାଜ ଡରରେ ଥରୁଥିବାର। ପୁଅ ଆଉ ସହିପାରୁନି, ଯେମିତି ତା ହୃଦୟରେ ଶୁଭୁଥାଏ। 3 କି 4 ଦିନ ହୋଇଗଲା, କିନ୍ତୁ ରାହୁଲର ବାପାଙ୍କୁ ଆଉ କଲ୍ କଲାନି। ନା ସେ ପ୍ରିୟଙ୍କା ସହିତ କଥା ହୋଇପାରିଲେ, ନା ନିଜ ସାଙ୍ଗରେ। ବାସ୍ ସବୁବେଳେ ତାଙ୍କୁ ଡର ଲାଗୁଥାଏ ଯେ ଯଦି ସେ ପ୍ରିୟଙ୍କା ଇଚ୍ଛା ବିରୁଦ୍ଧରେ କିଛି ବି ନିଷ୍ପତ୍ତି ନିଏ, ତାଙ୍କୁ ସବୁକିଛି ହରାଇବାକୁ ପଡ଼ିବ। ଯେମିତି ତାର ଏ ଆରାମର ଜୀବନ, ଏ ସୁନ୍ଦର ଘର, ଏ ଧନୀ ହେବାର ସ୍ୱପ୍ନ, ଆଉ ପ୍ରିୟଙ୍କା ବି। ସେଦିନ ସନ୍ଧ୍ୟାରେ ସୂର୍ଯ୍ୟ ବୁଡ଼ିଗଲାଣି, କିନ୍ତୁ ରାହୁଲ ବାଲକୋନିରେ ଏକା ବସିଥିଲେ। କବାଟରେ ଧୀରେ ଶବ୍ଦ ହେଲା। ସେ ଉଠିଯାଇ ଦେଖିଲେ। ଦେଖିକି ତାଙ୍କ ରୋମ ଟାଙ୍କୁରି ଉଠିଲା। ସେ ଦେଖିଲେ ଯେ କବାଟ ପାଖରେ ତାଙ୍କ ବାପା ଛିଡ଼ା ହୋଇଛନ୍ତି। ମୋହନଲାଲ ସେମିତି ଅବସ୍ଥାରେ ଯେମିତି ରାହୁଲ ଫୋନରେ ଶୁଣିଥିଲେ। ଚେହେରାରେ ଥକାପଣ, ଆଖିରେ ଡରପଣ, ଡ୍ରେସ୍ ଓଦା, ଆଉ ଓଠରେ ଛାନିଆ। ପୁଅ କବାଟ ଖୋଲ, ମୁଁ ତୋ ପାଖକୁ ପଳେଇ ଆସିଛି ରାହୁଲ। ତା ବାପା ଛିଡ଼ା ହୋଇଥିଲେ, ଯିଏ ତାଙ୍କୁ କୋଡ଼ରେ ଧରି ଚାଲିବା ଶିଖେଇଥିଲେ। ସ୍କୁଲର ପ୍ରଥମ ଦିନ ତାଙ୍କୁ ଆଙ୍ଗୁଠି ଧରି ନେଇଯାଇଥିଲେ। ଆଉ ଆଜି ସେ ସେହି ପୁଅର କବାଟ ପାଖରେ ବର୍ଷାରେ ଓଦା ହୋଇ ଥକିକି ଛିଡ଼ା ହୋଇଛନ୍ତି। ରାହୁଲ ଆଖିରେ ଲୁହ ଆସିଗଲା। ସେ କବାଟ ଖୋଲିବାକୁ ହାତ ବଢ଼େଇଛନ୍ତି ତ ପଛରୁ ପ୍ରିୟଙ୍କାର ଆବାଜ ଶୁଭିଲା। କହିଲେ ରୁହ ରାହୁଲ, ଜୋରରେ। ଆଜି ତାଙ୍କ ହାତ ଉପରେ ହାତ ରଖିଦେଲେ, ଆଉ ପଚାରିଲେ କିଏ ବାହାରେ? ରାହୁଲ କହିଲେ ବାପା ବାହାରେ ଅଛନ୍ତି। ରାହୁଲର କଥା ଥରୁଥାଏ। ଏଠିକୁ କ'ଣ ପାଇଁ ଆସିଛନ୍ତି? ତାଙ୍କ ଆବାଜରେ କୌଣସି ପ୍ରଶ୍ନ ନାହିଁ, ରାଗ ଥିଲା। ପ୍ରିୟଙ୍କା ସେ ରୋଗରେ ଅଛନ୍ତି, କୁଆଡ଼େ ଯିବେ ସେ? ଯୋଉଠୁ ଆସିଛନ୍ତି ସେଇଠିକୁ ପଳାନ୍ତୁ। ପ୍ରିୟଙ୍କା ନଜର ଲୁଚେଇକି ନୁହେଁ, ଆଖିରେ ଆଖିସତ ମିଶେଇକି କହିଲେ। ସେ ମୋ ବାପା ପ୍ରିୟଙ୍କା। ରାହୁଲ କହିଲେ ଯେମିତି ଶେଷ ଆଶା। ମୁଁ ତମ ସ୍ତ୍ରୀ। ମୁଁ ଏ ଘରେ କୌଣସି ବୁଢ଼ା ବୋଝ ଚାହୁଁନାହିଁ। ପ୍ରିୟଙ୍କା ଥଣ୍ଡା କିନ୍ତୁ ଦେଖେଇକି କହିଲେ। ସତେବେଳେ ରାହୁଲଙ୍କ ପାଖରେ କିଛି କହିବାକୁ ନଥାଏ। ତାଙ୍କ ବାପା କବାଟ ପାଖରେ ବର୍ଷାରେ ଛିଡ଼ା ହୋଇଥିଲେ, ଆଉ ତାଙ୍କ ସ୍ତ୍ରୀ କବାଟ ଏପଟେ ଯେମିତି ଗୋଟେ କାନ୍ଥ ହୋଇ ଛିଡ଼ା ହୋଇଥିଲେ। ରାହୁଲର ହାତ ଏବେ ବି କବାଟର ହ୍ୟାଣ୍ଡେଲ ଉପରେ ଥିଲା। ସେତେବେଳେ ପ୍ରିୟଙ୍କାଙ୍କ ଟାଣୁଥିବା ହାତ ଯେମିତି ଲୁହାର ଝିଞ୍ଜିର ପରି ଘୋଷାରୁଥିଲେ। ତାଙ୍କ ଇଚ୍ଛାର ବିରୁଦ୍ଧରେ ଥିଲେ। ଏବେ ବି ସେ କବାଟ ଆଡ଼କୁ ଚାହିଁଥିଲେ, ଆଉ ସାମ୍ନାରେ ମୋହନଲାଲ ଓଦା ହୋଇ ଥରୁଥିଲେ। କବାଟ ଖୋଲିବାର ଆଶାରେ ଛିଡ଼ା ହୋଇଥିଲେ। ଏ ଯୋଉ ଶରୀର ଏମିତି ଓଦା ହୋଇଥିଲା ସେଦିନ ଯାହା ପାଇଁ ତାଙ୍କର ଯୌବନ ଅବସ୍ଥା ହରାଇ ଯାଇଥିଲେ। ପୁଅ କବାଟ ଖୋଲ, ମୋତେ ଥଣ୍ଡା ଲାଗୁଛି। ସେ ଧୀର ଆବାଜରେ ଏବେ ବି କାନରେ ଶୁଭୁଥିଲା, କିନ୍ତୁ କବାଟ ଏବେ ବି ବନ୍ଦ ଥିଲା। ରାହୁଲର ଆଖିରୁ ଲୁହ ଧାର ଧାର ହୋଇ ବୋହି ଯାଉଥାଏ। ପ୍ରିୟଙ୍କା ଆଡ଼କୁ ଚାହିଁଲେ, ଆଉ କହିଲେ କମ୍ ସେ କମ୍ ଏତିକି ତ ଅନୁମତି ଦେଇଦିଅ, ତାଙ୍କୁ ଭିତରକୁ ଆସିବାକୁ ଦେବି, କେବଳ ରାତିକ ପାଇଁ। ନା ରାହୁଲ, ଏ ଘରେ ତୁମ ବାପାଙ୍କ ପାଇଁ ନୁହେଁ। ଏ କଥା ବୁଝିଯାଅ ସବୁଦିନ ପାଇଁ। ପ୍ରିୟଙ୍କାର କଥା ତାନାର ନୁହେଁ, ଯେମିତି ହୁକୁମ ଦେଉଥିଲେ। ଆଉ ଯଦି ତୁମେ କବାଟ ଖୋଲ, ତେବେ ମୁଁ ଏ ଘର ଛାଡ଼ି ଦେଇ ଚାଲିଯିବି। ଏହା କହି ତାଙ୍କ ରୁମକୁ ପଳେଇ ଆସିଲେ, କିନ୍ତୁ ଗଲା ପୂର୍ବରୁ କବାଟ ଭିତରୁ ଲକ୍ କରିଦେଇ ଗଲେ। ରାହୁଲ ସେଇଠି ଛିଡ଼ା ହୋଇ ରହିଗଲେ। ସେ କିଛି କହିପାରିଲେନି। ସେ ବାସ୍ କାନ୍ଥ କଡ଼ରେ ବସି ପଡ଼ିଲେ, ଯେମିତି ତା ଉପସ୍ଥିତିକୁ ବର୍ଷାରେ ଓଦା କରିଦେଇଛି। ରାତି ହୋଇଗଲା। ବାହାରେ ବିଜୁଳି ଶବ୍ଦ ଜୋରରେ ଶୁଭୁଥାଏ, ଯେମିତି ଆକାଶ ଫାଟିଯିବ। ସେ ଝରକା ପରଦା ଟେକି ବାହାରକୁ ଦେଖିଲେ, ଆଉ ସେ ଦୃଶ୍ୟ ଦେଖିକି ତାଙ୍କ ଛାତି ଫାଟିଗଲା। ମୋହନଲାଲ ସେଇ କାନ୍ଥ ପାଖରେ ଜାକିଜୁକି ହୋଇ ବସିଥାନ୍ତି। 2 ହାତ ଛାତି ଉପରକୁ ଟେକି ଦେଇଥାନ୍ତି, ଆଉ ଆଖି ବନ୍ଦ ଥିଲା ବୋଧେ, ନିଦରେ ନୁହେଁ, ବେହୋସରେ। ତାଙ୍କ ଧୈର୍ଯ୍ୟ ତାଙ୍କୁ କହିସାରିଥିଲା। ସେ ଉଠିଲେ, ଦୌଡ଼ିକି ରୁମକୁ ଗଲେ, ଆଉ ପ୍ରିୟଙ୍କାଙ୍କୁ ଚିଲେଇକି କହିଲେ ଚାବି ଦିଅ ପ୍ରିୟଙ୍କା, ଏବେ ଏଇ ସାଙ୍ଗେ ସାଙ୍ଗେ। କ'ଣ ହେଲା ରାହୁଲ? ଶୋଇବାକୁ ଦିଅ ମୋତେ।
ପ୍ରିୟଙ୍କା କଡ଼ ଲେଉଟାଇ କହିଲେ, ଚାବି ଦିଅ, ବାପା ମରିଯିବେ ବାହାରେ, ତାଙ୍କ ଦେହ ଥରୁଥାଏ। ତୁମେ ଅଧିକ ଡ୍ରାମା କରନି, ସେ ସକାଳୁ ପଳେଇବେ। ଏମିତି ବି ଏ ଘର ତୁମ ବାପାଙ୍କ ପାଇଁ ନୁହେଁ। ପ୍ରିୟଙ୍କା ଏକଦମ ଲାଜ ସରମ ଛାଡ଼ି ଦେଇଥିଲେ। ରାହୁଲ ତାଙ୍କ ତକିଆ ତଳେ ହାତ ମାରିଲେ, ଯେଉଁଠୁ ଚାବିର ଝୁଣଝୁଣ ଆବାଜ ଆସୁଥିଲା। ପ୍ରିୟଙ୍କା ତାଙ୍କ ହାତରୁ ଝଟକି ଧରି ପକାଇଲେ ଆଉ କହିଲେ, ଚାବି ଦେବିନି, ବୁଝିଗଲ? ରାହୁଲ ଆଉ ରାହୁଲ ହେଇକି ନଥିଲେ। ସେ ତାଙ୍କ ହାତକୁ ଛିଞ୍ଚାଡ଼ି ଦେଲେ। ଚାବି ଛଡ଼େଇକି କବାଟ ଆଡ଼କୁ ଗଲେ। ରୁହ ରାହୁଲ, ଯଦି ସେ ଘରକୁ ଆସନ୍ତି ତାହେଲେ ମୁଁ ପଳେଇବି। ପ୍ରିୟଙ୍କାର ଚିଲେଇବା ତାଙ୍କ ପଛରେ ଶୁଭୁଥାଏ, କିନ୍ତୁ ଏଥର କୌଣସି ଆବାଜକୁ ଶୁଣିଲେନି। ସେ ତାଲା ଖୋଲିଲେ, କବାଟ ଖୋଲିଲେ। ଯେମିତି ବାହାରେ ପାଦ ରଖିଲେ ତା ହୃଦୟ ଶାନ୍ତି ହୋଇଗଲା। ବାପା ତଳେ ସେହି ଭୂମି ଉପରେ ବେହୋସ ହୋଇ ପଡ଼ିଯାଇଥିଲେ। ଶରୀରରେ ବର୍ଷା ପାଣି ଟୋପା, ନିଶ୍ୱାସ ବହୁତ ଧୀରେ ଚାଲୁଥାଏ। ଆଖି ବନ୍ଦ। ବାପା ଆଖି ଖୋଲ କହି ଜୋରରେ ଡାକିଲେ। କହିଲେ, ବାପା ଆଖି ଖୋଲ, ଦୟାକରି ମୁଁ ଆସିଛି। ସେ ତାଙ୍କୁ ଉଠାଇଲେ, କିନ୍ତୁ ମୋହନଲାଲଙ୍କ ଦେହ ହାତ ଗୋଡ଼ କିଛି କାମ କରୁନଥିଲା। ଏସବୁ କବାଟ ପାଖରେ ଛିଡ଼ା ହୋଇ ପ୍ରିୟଙ୍କା ଦେଖୁଥିଲେ। କିନ୍ତୁ ତାଙ୍କ ଦେହରେ ଲାଜ ସରମ ନା ପଶ୍ଚାତାପ କିଛି ନଥାଏ। ରାହୁଲ କହିଲେ, ଏସବୁ ତୁମ ପାଇଁ ହେଇଛି ପ୍ରିୟଙ୍କା। ରାହୁଲ ଚିଲେଇ କହିଲେ। ପ୍ରିୟଙ୍କା କହିଲେ, ମୋ ପାଇଁ ନୁହେଁ, ତୁମ ଅମଣିଷ ପାଇଁ ହେଇଛି। ତୁମେ ଯଦି ମଣିଷ ହୋଇଥାନ୍ତ ତାହେଲେ ତୁମେ ମୋତେ ଡରି ନଥାନ୍ତ। ପ୍ରିୟଙ୍କାର ତାନା ଯେମିତି ପବନରେ ଉଡ଼ିଗଲା। କିନ୍ତୁ ରାହୁଲ କିଛି ଶୁଣିଲେନି। ସେ ବାପାଙ୍କୁ କୋଡ଼ରେ ଉଠାଇ ଜୋରରେ ଗାଡ଼ି ଆଡ଼କୁ ଦୌଡ଼ିଲେ। ବର୍ଷା ଏବେ ବି ହେଉଥାଏ ଜୋରରେ। ବର୍ଷା ହେଉଥିଲା, କିନ୍ତୁ ଯେମିତି ରାହୁଲ ହୃଦୟରେ ଆଉ କିଛି ଝଡ଼ ଉଠୁଥାଏ। ସେ ବାର ବାର ନିଜକୁ କହିଯାଉଥାଏ, କିଛି ହବନି ବାପା, ମୁଁ ଅଛି ନା, ବାପା ମୁଁ ଅଛି। ବର୍ଷାର ବୁନ୍ଦା ପାଣି ଗାଡ଼ି କଡ଼ରେ ଏମିତି ପଡ଼ୁଥାଏ, ଯେମିତି ଆକାଶ ବି ମଣିଷ ଉପରେ କାନ୍ଦୁଛି। ରାହୁଲ ହସ୍ପିଟାଲର ଗେଟ୍ ପର୍ଯ୍ୟନ୍ତ ପହଞ୍ଚିଲା। ଗାଡ଼ିର ଡୋର ଖୋଲିଲା। ଆଉ ଗୋଟେ ହାତରେ ବାପାଙ୍କୁ ସମ୍ଭାଳିକି ଆଉ ଗୋଟେ ହାତରେ ଏମର୍ଜେନ୍ସି ବେଲ୍ ବଜାଇଲେ। ଡକ୍ଟର ପ୍ଲିଜ୍ ଜଲ୍ଦି ଆସ, ମୋ ବାପା ବେହୋସ ହୋଇଯାଇଛନ୍ତି। କିଛି ସେକେଣ୍ଡ ଷ୍ଟ୍ରେଚର ଆସିଲା। କିଛି ସମୟରେ ଡକ୍ଟର ଦୌଡ଼ିକି ଆସିଲେ ଆଉ ରାହୁଲ ହାତରୁ ବାପାଙ୍କୁ ନେଇ ପଳାଇଲେ। ସେ ସେହି କରଡୋର ପାଖରେ ବସିଗଲେ, ଓଦା ହେଇକି ଥରୁଥିବାର ଆଉ ନିଜ ନଜର ନିଜଠାରୁ ଲୁଚାଉଥିଲେ। ଯଦି ଗୋଟିଏ ପୁଅ ତା ବାପକୁ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ଦେଇପାରିବନି, ତାହେଲେ ସେ ପୁଅ ଧନୀ ହୋଇକି ଲାଭ କ'ଣ? ଧନୀ ହେବା ଯୋଗ୍ୟ କ'ଣ? ରାହୁଲର ଏ ପ୍ରଶ୍ନ ତା ଛାତିରେ ଯେମିତି କଣ୍ଟା ପରି ଫୋଡ଼ି ହେଇଯାଉଥାଏ। କିଛି ସମୟ ପରେ ଡକ୍ଟର ଆସିଲେ ଆଉ ଚିନ୍ତାରେ କହିଲେ, ଆମେ ତାଙ୍କୁ ଷ୍ଟେବୁଲ କରିଦେଇଛୁ, କିନ୍ତୁ ଆସନ୍ତା 24 ଘଣ୍ଟା ତାଙ୍କ ପାଇଁ ବହୁତ ବିପଦ ଅଛି। ତାଙ୍କ ଦେହ ବହୁତ ଖରାପ। ଦୁର୍ବଳ ଶରୀର ଆଉ ମାନସିକ ଆଘାତ ତାଙ୍କ ଭିତରୁ ଭାଙ୍ଗି ଦେଇଛି। ରାହୁଲର ନିଶ୍ୱାସ ବନ୍ଦ ହୋଇଗଲା। ସେ ପଚାରିଲେ, ମୁଁ ଭେଟ କରିପାରିବି ଏବେ? ଡକ୍ଟର ମୁଣ୍ଡ ହଲାଇ କହିଲେ, ଅଧିକ କଥା ହବନି ରାହୁଲ। ସେ ରୁମ୍ରେ ଯାଇ ପହଞ୍ଚିଲେ। ବାପା ଏବେ ଶୋଇଥିଲେ। ଅକ୍ସିଜେନ୍ ମାସ୍କ ମୁହଁରେ ଥିଲା ଆଉ ଶରୀରରେ ବହୁତ ଗୁଡ଼ିଏ ତାର ମେସିନ୍ ଲାଗିଥିଲା। କିନ୍ତୁ ରାହୁଲଙ୍କୁ ଦେଖାଯାଉନଥାଏ। କେବଳ ତାଙ୍କୁ ଦେଖାଯାଉଥାଏ ଗୋଟେ ଚେହେରା ଥରୁଥିବାର, ଯିଏ କେତେବେଳେ ବସିଥିଲେ। ତାଙ୍କ ହାତ ଧରିଲେ ଆଉ ଆସ୍ତେ ବି କହିଲେ, ବାପା ମୁଁ ଏଇଠି ଅଛି, କୋଉଠିକି ଯିବାକୁ ଦେବିନି ତୁମକୁ। ସବୁ ଠିକ୍ ହୋଇଯିବ। ମୋହନଲାଲ ଆଖି ଖୋଲିଲେ। ତାଙ୍କ ଆଖିରେ ଆଉ ଟିକିଏ ହସିଲେ। ପୁଅ ମୋତେ ଛାଡ଼ିକି କୁଆଡ଼େ ଯିବୁନି କହି ପୁଣି ଆଖି ବୁଜିଦେଲେ। ରାହୁଲର ହୃଦୟ ଯେମିତି ଭାଙ୍ଗି ତଳେ ପଡ଼ିଗଲା। ସେ ସେଇଠି ବସି ରହିଲେ ପୁରା ରାତି। ନା ପ୍ରିୟଙ୍କାକୁ କଲ୍ କଲେ, ନା ଆଉ କେଉଁ ସାଙ୍ଗମାନଙ୍କୁ। ସକାଳର ସୂର୍ଯ୍ୟ ଉଇଁଲା, କିନ୍ତୁ ରାହୁଲର ଆଖିରେ ସେଇ ଅନ୍ଧାର ଥିଲା। ଠିକ୍ ସେତିକିବେଳେ ରାହୁଲର ମୋବାଇଲକୁ ଗୋଟେ ମେସେଜ ଆସିଲା। ପ୍ରିୟଙ୍କାର, ତୁମେ ହସ୍ପିଟାଲରେ ରହିଗଲ। ଅଫିସର ଜିମ୍ମାଦାରୀ ଗୋଟେ ଜିନିଷ ଅଛି, ତୁମେ ଜାଣିଛ କି ନାହିଁ? ରାହୁଲ, ତୁମେ ସବୁକିଛି ବରବାଦ କରିଦେଲ। ସେ ମେସେଜକୁ ପଢ଼ି ରାହୁଲ ଫୋନ୍ ବନ୍ଦ କରି ରଖିଦେଲେ ଆଉ ନିଜକୁ କହିଲେ, ଧନୀ ହେବାର ଫଳ ଯଦି
ଏଇଆ ମୁଁ ମୋ ବାପାଙ୍କୁ ହରାଇଦେବି ତାହେଲେ ମୋର ସେ ଧନୀ ହେବା ଦରକାର ନାହିଁ। ଭଗବାନ ସେଦିନ ତାର ସାଥ ଦେଲେ। ତାଙ୍କ ଆଗ ସନ୍ଧ୍ୟାରେ ଡକ୍ଟର କହିଲେ, ଏବେ ବିପଦ ଚାଲିଯାଇଛି, କିନ୍ତୁ ୟାଙ୍କର ଯତ୍ନ ନେବା ବହୁତ ଦରକାର। ରାହୁଲର ଆଖିରେ ଯେଉଁ ଲୁହ ଆସିଲା ସେ ପସ୍ତେଇବାର ନୁହେଁ, ସେ ଲୁହ ଖୁସିର, ଧନ୍ୟବାଦର, ଆଉ ସେ ଭଲ ପାଇବାର। ଯେଉଁଟା କ'ଣ ଜୀବନରେ ଏତେ ଭଲ ପାଇବା ତା ବାପାଙ୍କ ପାଇଁ ଅନୁଭବ କରିଥିଲା। କିଛି ଦିନ ପରେ ବାପାଙ୍କୁ ଡିସଚାର୍ଜ କରିଦେଲେ। ହସ୍ପିଟାଲରୁ ଫେରିବା ସମୟରେ ରାହୁଲ ଗୋଡ଼ ଯେମିତି ଭାରି ହୋଇଯାଉଥାଏ। ଗାଡ଼ିର ମିରରରୁ ବାହାରକୁ ଦେଖିଲା ବେଳେ ଗୋଟେ ପ୍ରଶ୍ନ ନିଜକୁ ପଚାରୁଥାଏ, କ'ଣ ମୁଁ ପୁଣି ସେଇ ଘରକୁ ଯାଉଛି ଯେଉଁଠି ମୋ ବାପାକୁ ମଣିଷ ଭଳି ନୁହେଁ ବୋଝ ଭଳି ଭାବୁଥିଲେ। ବାପାଙ୍କର ଦେହ ଆଗଠାରୁ ଭଲ ଅଛି, କିନ୍ତୁ ତାଙ୍କ ଆଖିରେ ଡର ସେମିତି ଥିଲା। ଏଥିପାଇଁ ପୁଣି ଏସବୁ ନ ହଉ। ଘରର କବାଟ ଯେମିତି ଖୋଲିଲେ ଆଗରେ ପ୍ରିୟଙ୍କା ଥିଲେ। ତାଙ୍କ ଚେହେରାରେ ନା ରାଗ ନା ନିଜ ଭଳି କିଛି ନଥିଲା। ସେ ନା ହସିକି କହିଲେ, ଏବେ ୟାଙ୍କୁ କ'ଣ ପାଇଁ ନେଇ ଆସିଲ? ଭଲ ହେଇଯାଇଛନ୍ତି ତ? ପଠେଇ ଦିଅ, କ'ଣ ଦରକାର ଏଠି ରଖିବା? ରାହୁଲ କିଛି ସମୟ ତାଙ୍କୁ ଦେଖିଲେ। ବାପାଙ୍କର ଦୁର୍ବଳ ଶରୀର, ଥରୁଥିବା ହାତ ଆଉ ପ୍ରିୟଙ୍କାର ଏମିତି ଜବାବ କଥା ଯେମିତି ସେ ଭିତରେ ଭାଙ୍ଗି ପଡ଼ିଲେଣି। କିନ୍ତୁ ସେ କିଛି କହିଲେନି। ବାପାଙ୍କୁ ଧୀରେ ଧୀରେ ଘର ଭିତରକୁ ନେଇ ଆସିଲେ। ତାଙ୍କୁ ସୋଫା ଉପରେ ବସାଇଲେ। ଦେହରେ ଶାଲ୍ ଘୋଡ଼ାଇ ଦେଲେ ଆଉ ପାଣିର ଗ୍ଲାସ୍ ଆଣିଦେଲେ। ବାପାଙ୍କ ଆଖିରେ ସେହି ଡର ଥିଲା, କାରଣ ସେ ଜାଣିସାରିଥିଲେ ସେ ଏ ଘରେ କିଛି ଦିନର କୁଣିଆ। ସେତେବେଳେ ହଠାତ୍ କବାଟ ପାଖରେ କଲିଂ ବେଲ୍ ବାଜିଲା। ରାହୁଲ ଯାଇ ଦେଖିଲେ ତାଙ୍କ ବଡ଼ ଭାଇ ଭାଉଜ ଆସିଛନ୍ତି। ପ୍ରିୟଙ୍କା ରାଗରେ ଉଠିକି ଯାଇ ତାଙ୍କର ସ୍ୱାଗତ କଲା। ଏବେ ତ ବାପା ଠିକ୍ ଅଛନ୍ତି, ଏବେ ତୁମେ ୟାଙ୍କୁ ଘରକୁ ନେଇଯାଅ। ଭାଉଜ ବି ରାଗରେ କହିଲେ, ଆମେ କ'ଣ ପାଇଁ ନେଇଯିବୁ? ତୁମ ସ୍ୱାମୀର ବାପା ସେ, ଆମେ କ'ଣ ପାଇଁ ସବୁ ଜିମ୍ମାଦାରୀ ଉଠେଇବୁ? ଏକଥା ଶୁଣି ଘରର ପରିସ୍ଥିତି ବହୁତ ଅଶାନ୍ତି ରାଗରେ ବଦଳିଗଲା। ତିନି ଜଣଙ୍କ ପାଖରୁ ରାଗ, ଘୃଣା ଯୁକ୍ତି ହେଉଥାଏ। ବାପା ଗୋଟେ କୋଣରେ ବସିଥାନ୍ତି, ମନରେ ସେଇ ଦୁଃଖ ଯନ୍ତ୍ରଣା ଆଉ ଏକ ପଣ। ଠିକ୍ ସେତିକି ବେଳେ ରାହୁଲ ଛିଡ଼ା ହେଲେ। ଆବାଜ ବହୁତ ଧୀରେ ଥିଲା, କିନ୍ତୁ ସେ ଶାନ୍ତିରେ ବଡ଼ ଝଡ଼ ଲୁଚିକି ଥିଲା। ବାସ୍, ବହୁତ ହେଇଗଲା, ସମସ୍ତେ ଚୁପ୍ ହୋଇଯାଅ। ରାହୁଲ ପ୍ରିୟଙ୍କା ଆଡ଼କୁ ଚାହିଁଲେ, ଦେଖିଲେ ଏବେ ବି ତାଙ୍କ ଚେହେରାରେ ବିରକ୍ତି ହୋଇକି ଅଛି। କିନ୍ତୁ ତାପରେ ମଧ୍ୟ କହିଲେ, ପ୍ରିୟଙ୍କା, ତୁମର ସବୁ କଥା ମୁଁ ମାନିଛି, ତୁମର ସବୁ ନିଷ୍ପତ୍ତିକୁ ସମ୍ମାନ କରିଛି, କିନ୍ତୁ ଆଜି ମୁଁ ମୋ ଆଖିରେ ଆଖି ମିଶାଇ ପାରୁନି, କାରଣ ତୁମ ଡର ଆଉ ଘମଣ୍ଡକୁ ଦେଖି। ମୁଁ ସେ ପୁଅକୁ ହରାଇ ସାରିଲିଣି ଯେଉଁ ପୁଅ ତା ବାପାକୁ କେବେ ବି ଅସୁବିଧାରେ ଦେଖିନଥିଲା। ପ୍ରିୟଙ୍କା କିଛି କହିବାକୁ ଯାଉଥିଲେ, ରାହୁଲ ହାତ ଟେକି ମନା କଲେ। କହିଲେ, ତୁମ ପାଖରେ 3 ମାସ ଅଛି ଭାବିବା ପାଇଁ। ଯଦି ସମ୍ପର୍କର ମୂଲ୍ୟ, ବଡ଼ ଲୋକଙ୍କୁ ସମ୍ମାନ ଆଉ ମଣିଷତ୍ୱ ଅଛି, ତେବେ ଏଇ 3 ମାସ ଭିତରେ ସାବ୍ୟସ୍ତ କରି ଦେଖାଅ। ନହେଲେ ଆମର ଏ ସମ୍ପର୍କ କେବଳ ଗୋଟେ ଲୋକ ଦେଖାଣିଆ ହୋଇ ରହିଯିବ। ଆଉ ମୁଁ ଲୋକ ଦେଖାଣିଆ ସମ୍ପର୍କରେ ସାରା ଜୀବନ ରହିପାରିବିନି। ମୁଁ ଆଜି ଏବେ ଏ ଘର ଛାଡ଼ିକି ଯାଉଛି, ଆଉ ବୋଧେ କେବେ ଏ ଘରକୁ ଆସିବିନି। ପ୍ରିୟଙ୍କାର ଚେହେରା ଫିକା ପଡ଼ିଗଲା। କହିଲେ, ରାହୁଲ, ତୁମେ ଏମିତି କରିପାରିବନି। ମୁଁ ଭୁଲ କରିଛି, କିନ୍ତୁ ତମେ ଏତେ ବଡ଼ ଦଣ୍ଡ ଦେବ? ବାପାଙ୍କୁ ଏଠି ରହିବାକୁ ଦିଅ, ମୁଁ ସବୁ ଠିକ୍ କରିଦେବି। ଦୟାକରି ଗୋଟେ ମଉକା ଦିଅ, କହି ରାହୁଲଙ୍କ ଗୋଡ଼ ତଳେ ପଡ଼ିଗଲେ। ମୁଁ କଥା ଦେଉଛି, ସବୁ କିଛି ଠିକ୍ କରିଦେବି, ପ୍ଲିଜ୍ ତୁମେ ଏଠି ଯାଅନି। ଏଥର ରାହୁଲ ଆଖିରେ ଲୁହ ନଥିଲା, ଆଖିରେ କେବଳ ପଥର ପରି ଶାନ୍ତି ଆଉ ଏକ ତରଫିଆ ନିଷ୍ପତ୍ତି ଥିଲା। ମୁଁ ଥକି ପଡ଼ିଲିଣି ପ୍ରିୟଙ୍କା, ମୁଁ ସବୁ କିଛି ସହିଲି, କିନ୍ତୁ ଆଉ ନୁହେଁ। ବାପାଙ୍କୁ ଆଉ କିଛି ଅସୁବିଧାରେ କରିବିନି। ମୁଁ ତାଙ୍କ ପୁଅ, ଏଥର ତାଙ୍କୁ ବଞ୍ଚେଇବାକୁ ଚାହୁଁଛି, ନିଜଠାରୁ ବି ଦୁନିଆଠାରୁ ବି। ସେ ବାପାଙ୍କ ହାତ ଧରିଲେ ଆଉ ସାହସ ଦେଇ ଉଠାଇଲେ। ପଛକୁ ନ ଦେଖି ବାହାରକୁ ଚାଲିଗଲେ। ପ୍ରିୟଙ୍କା ସେଇଠି ତଳେ ବସିଗଲେ, ପସ୍ତେଇଲେ, କିନ୍ତୁ ରାହୁଲ ରହିଲେନି। ସେଇଦିନ ରାହୁଲ ଭଡ଼ାରେ ଗୋଟେ ଫ୍ଲାଟ୍ ନେଲେ, ଆଉ ସେ ଫ୍ଲାଟ୍ରେ 2 ଜଣ ମଣିଷ ରହିଲେ, ଜଣେ ବାପା ଆଉ ଜଣେ ପୁଅ। ଘର ଛୋଟ ଥିଲା, କିନ୍ତୁ ସେଇଠି କେହି ତାନା ମାରିବାକୁ ନଥିଲେ, କିଛି ଅପମାନ ନଥିଲା,
କେବଳ ଭଲ ପାଇବା ଥିଲା, ସେବା ଥିଲା, ଆଉ ଗୋଟେ ପୁଅର କର୍ତ୍ତବ୍ୟ ଥିଲା। ରାହୁଲ ଏବେ ନିଜେ ଖାଇବା ବନାଉଥିଲେ, ବାପାଙ୍କ ଗୋଡ଼ ମୋଡ଼ି ଦେଉଥିଲେ, ରାତିରେ ତାଙ୍କ ପାଖରେ ବସି କାହାଣୀ କହୁଥିଲେ, ଯେଉଁ କାହାଣୀ ଛୋଟବେଳେ ତାଙ୍କ ବାପା ତାଙ୍କୁ କହୁଥିଲେ। ବାପା ଏବେ ହସୁଥିଲେ, କାରଣ ସେ ଏବେ କେବଳ ବଞ୍ଚି ନାହାନ୍ତି, ସମ୍ମାନର ସହିତ ରହିଛନ୍ତି। ଆଉ ରାହୁଲଙ୍କର କିଛି ଅନୁତାପ କରିବାର ଡର ନାହିଁ। ସାଙ୍ଗମାନେ, ଯଦି କୌଣସି ସମ୍ପର୍କ ଲୋକ ଦେଖାଣିଆ ହୋଇଯାଏ ଆଉ ଆତ୍ମାରୁ ମରିଯାଏ, ସେ ସମ୍ପର୍କକୁ ଆଗକୁ ବଢ଼ାଇବା କିଛି ଆବଶ୍ୟକ ନାହିଁ, ଛାଡ଼ିଦେବା କଥା। କେବେ କେବେ ମଣିଷ ନିଜ ସମ୍ମାନ ରଖିବା ପାଇଁ ନିଜ ଲୋକଙ୍କଠାରୁ ଦୂରକୁ ଯିବାକୁ ପଡ଼େ, କାରଣ ଯେଉଁଠି ସମ୍ମାନ ନାହିଁ ସେଇଠି କେବେ ଭଲ ସମ୍ପର୍କ ହୋଇପାରେ ନା। କାହାଣୀଟି ଯଦି ଆପଣଙ୍କୁ ଭଲ ଲାଗିଥିବ ନିଶ୍ଚୟ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଆପଣଙ୍କ ମତାମତ କମେଣ୍ଟ ବକ୍ସ ମାଧ୍ୟମରେ ଜଣାଇବେ। ରହିଲି, ଜୟ ଜଗନ୍ନାଥ।